ଦେଖନ୍ତୁ ବନ୍ଧୁ ମାନେ ସୁଭଦ୍ରା ଯୋଜନାର ଟଙ୍କା କାହାକୁ ମିଳିଛି ତ କାହାକୁ ମିଳି ନାହିଁ। ଆଜିକୁ ସେପ୍ଟେମ୍ବର 20 ତାରିଖ ହୋଇଗଲାଣି, ଟଙ୍କା ଆସିବାର ନାଁ ଧରୁନାହିଁ। ଏଥିରେ ପୁଣି ଶୁଣିବାକୁ ମିଳୁଛି 2000 ସୁଭଦ୍ରା ଫର୍ମ ରିଜେକ୍ଟ ହୋଇଛି। ବହୁତ କଷ୍ଟ ଲାଗୁଛି। ଏତେ ପରିଶ୍ରମ କଲା ପରେ, ରାତି ସାରା ଅନିଦ୍ରା ହେଲା ପରେ ପୁଣି ରିଜେକ୍ଟ ହେଇଯାଇଛି। କେଉଁ କେଉଁ କାରଣ ଯୋଗୁଁ ଆପଣଙ୍କର ଫର୍ମ ଗୁଡାକ ରିଜେକ୍ଟ ହେଇଛି, ଯେଉଁ 2000 ଫର୍ମ ରିଜେକ୍ଟ ହେଇଛି ସେ ବିଷୟରେ ଆଲୋଚନା କରିବା। ଦେଖନ୍ତୁ, ପ୍ରଥମ କାରଣ ହୋଇଥିବ ଆପଣଙ୍କର ଡିବିଟି ମୋଡ ଆକ୍ଟିଭ ନଥିବ। ଆପଣ ଯେଉଁ ବ୍ୟାଙ୍କରେ ଡିବିଟି ମୋଡ କରିଛନ୍ତି ସେଟା ଆକ୍ଟିଭ ନଥିବ, ସେଟା ଡିଆକ୍ଟିଭ ହେଇଯାଇଥିବ। ଦ୍ୱିତୀୟ କାରଣଟି ହେଉଛି ବ୍ୟାଙ୍କ ଆକାଉଣ୍ଟ ଚାଲୁ ନଥିବ। ଆପଣଙ୍କ ଯେଉଁ ବ୍ୟାଙ୍କ ଆକାଉଣ୍ଟଟି, ସେ ବ୍ୟାଙ୍କ ଆକାଉଣ୍ଟ ଆପଣ 6 ମାସ ହେଲା କୌଣସି ଟ୍ରାଞ୍ଜାକ୍ସନ କରିନଥିବେ। ଆଉ ତୃତୀୟ କାରଣଟି ହେଉଛି ଆକାଉଣ୍ଟରେ ଆଧାର ଲିଙ୍କ କଟି ଯାଇଥିବ। ଆପଣଙ୍କ ଯେଉଁ ବ୍ୟାଙ୍କରେ ଆଧାର ଲିଙ୍କ କରିଛନ୍ତି ତାହା କଟି ଯାଇଥିବ। ଏହାକୁ କେୱାଇସି ନିହାତି କରିବାକୁ ପଡ଼ିବ। ଚତୁର୍ଥ କାରଣଟି କ'ଣ ନା ଫର୍ମ ଫିଲଅପରେ ଫର୍ମର ଅଧିକାଂଶ ଭୁଲ ଦେଖିବାକୁ ମିଳୁଥିବ। ଆପଣଙ୍କ ଯେଉଁ ଫର୍ମଟି ପୂରଣ କରିଛନ୍ତି ଅଧିକାଂଶ ଭୁଲ ଦେଖିବାକୁ ମିଳୁଛି। କେହି କେହି ଫର୍ମର ପଛପଟେ ଥିବା ବକ୍ସରେ ଟିକ୍ ଚିହ୍ନ ନ ଦେଇ ସିଧା କ୍ରସ୍ ଚିହ୍ନ ମାରିଛନ୍ତି। ସେହି କାରଣ ଯୋଗୁଁ ଆପଣଙ୍କର ଫର୍ମଟି ରିଜେକ୍ଟ ହେଇଯାଇଥିବ। ଆଉ ଗୋଟେ କାରଣ କ'ଣ ନା ଆପଣଙ୍କର ଫର୍ମ ପୂରଣ କେୱାଇସି ଦ୍ୱାରା ହୋଇନଥିବ। ମୁଖ୍ୟତଃ ଏହି ସବୁ କାରଣ ଯୋଗୁଁ ଆପଣଙ୍କର ରିଜେକ୍ଟ ଲିଷ୍ଟରେ ନାମ ଆସିଥିବ। ତେଣୁ ଏହି ରିଜେକ୍ଟ ଲିଷ୍ଟ ଯୋଗୁଁ ଆପଣ ଟଙ୍କାଟିଏ ବି ପାଇପାରିଲେ ନାହିଁ। ତାହେଲେ ଆପଣଙ୍କର ଟଙ୍କା ଯଦି ଆପଣଙ୍କର ରିଜେକ୍ଟ ଲିଷ୍ଟରେ ନାଁ ନାହିଁ, ଯେଉଁ ଯେଉଁ କାରଣ କହିଲି ଆପଣ ସେହି କାରଣ ଗୁଡ଼ିକ ଠିକ ଭାବେ କରିଛନ୍ତି, ତାହେଲେ ଆପଣଙ୍କର ଟଙ୍କା ଲେଟରେ ଆସିପାରେ। ସେହି ପର୍ଯ୍ୟନ୍ତ ଆପଣଙ୍କୁ ଧୈର୍ଯ୍ୟ ଧରିବାକୁ ପଡ଼ିବ। ଚାହୁଁଛନ୍ତି ଯଦି ଆପଣଙ୍କର ଡିବିଟି ମୋଡ ଆକ୍ଟିଭ ଅଛି କି ନାହିଁ ଜାଣିବା ପାଇଁ, ତାହେଲେ ଦେଖନ୍ତୁ ଭିଡ଼ିଓର ଡେସ୍କ୍ରିପସନରେ ଯାଆନ୍ତୁ, ଭିଡ଼ିଓକୁ ଗୋଟେ ଲାଇକ୍ କରନ୍ତୁ, ଆଉ ଭିଡ଼ିଓର ଡେସ୍କ୍ରିପସନରେ ଗୋଟେ ଭିଡ଼ିଓ ଲିଙ୍କ ଦେଇଦେଇଛି, ସେ ଭିଡ଼ିଓକୁ ଦେଖନ୍ତୁ। ଆପଣଙ୍କର ଡିବିଟି ମୋଡ ଆକ୍ଟିଭ ଅଛି ନା ଡିଆକ୍ଟିଭ ଅଛି ଆପଣ ଜାଣିପାରିବେ। ତେଣୁ ଭିଡ଼ିଓର ଡେସ୍କ୍ରିପସନକୁ ନିହାତି ଭିଜିଟ୍ କରନ୍ତୁ, ଆଉ ସେ ଭିଡ଼ିଓକୁ କ୍ଲିକ୍ କରନ୍ତୁ। ଆଉ ଯଦି ଏହି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଛି ନିହାତି ଗୋଟେ ଲାଇକ୍ କରନ୍ତୁ, ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ, ଆଉ ଭିଡ଼ିଓକୁ ଯେତେ ପର୍ଯ୍ୟନ୍ତ ପାରୁଛନ୍ତି ସେୟାର କରନ୍ତୁ। କାରଣ ସମସ୍ତେ ଜାଣିବା ଦରକାର ଆପଣଙ୍କର 2000 ଫର୍ମ ଯେଉଁ ରିଜେକ୍ଟ ହେଇଯାଇଛି କେଉଁ କେଉଁ କାରଣ ଯୋଗୁଁ ହୋଇଛି, ଏହା ସମସ୍ତେ ନିହାତି ଜାଣିବା ଦରକାର। ଦେଖନ୍ତୁ, ସରକାର ଟଙ୍କା ଆଗାମୀ ଟଙ୍କା କେବେ ଦେବେ ଯେଉଁମାନେ ପାଇନାହାନ୍ତି କିଛି ଜଣାପଡ଼ୁନାହିଁ। ଆପଣମାନେ ନିଜର ଆକାଉଣ୍ଟକୁ ଚେକିଂ କରି କରି ଥକି ଗଲେଣି। ସେମାନେ ଟଙ୍କା ଦେବାର ନାଁ ଧରୁନାହାନ୍ତି। 25,11 ଜଣଙ୍କୁ ଟଙ୍କା ଦେଇଦେଲେ, ସେଥିମଧ୍ୟରୁ ପୁଣି 2000 ଫର୍ମକୁ ରିଜେକ୍ଟ କରିଦେଲେ। ସେଇ ରିଜେକ୍ଟ କେଉଁ କେଉଁ କାରଣ ଯୋଗୁଁ ହୋଇଛି ତାହା ମୁଁ ଠିକ ଭାବେ ଆପଣମାନଙ୍କୁ ଜଣେଇଲି। ଆପଣ ନିହାତି ଜାଣନ୍ତୁ, ଆଉ ଭିଡ଼ିଓକୁ ନିହାତି ସେୟାର କରନ୍ତୁ। ସେୟାର କଲେ ସେମାନେ ବି ନିହାତି ଜାଣିପାରିବେ। ଆଉ ଗୋଟେ କଥା କହିବି, ଅପେକ୍ଷା କରନ୍ତୁ, ଅପେକ୍ଷାର ଫଳ ମିଠା। ଆପଣଙ୍କୁ ପ୍ରଥମ କିସ୍ତି ଯେବେ ହେଲେ, ଆଜି ନାହିଁ କାଲି ହେଲେ ବି ମିଳିଯିବ, ନିହାତି ମିଳିଯିବ। ଏଥିରେ କୌଣସି ସନ୍ଦେହ ନାହିଁ। ଯାହା ମୋଦିଙ୍କ ଗ୍ୟାରେଣ୍ଟି, ନିଶ୍ଚିନ୍ତ ଆପଣମାନଙ୍କ ଆକାଉଣ୍ଟକୁ ଟଙ୍କାଟି ପଳାଇ ଆସିବ। ତେଣୁ ଆପଣ ଧୈର୍ଯ୍ୟ ହରା ହୁଅନ୍ତି ନାହିଁ। ଆଉ ଏବେ ବି ଅନଲାଇନ କାମ ଚାଲିଛି, ଯେଉଁମାନେ ଫର୍ମ ପୂରଣ କରିଛନ୍ତି ନିହାତି ସେମାନେ ବି ଟଙ୍କା ପାଇବେ। ତେଣୁ ଆପଣ ଏଥିରେ ବ୍ୟସ୍ତତା ହେବାର କିଛି ଆବଶ୍ୟକତା ନାହିଁ। ଆପଣଙ୍କ ପାଖକୁ ପ୍ରଥମ କିସ୍ତି ଟଙ୍କା ଆସିବ ଯେଉଁମାନେ ପାଇନାହାନ୍ତି। ଆଉ ଯେଉଁମାନେ ତ 17 ତାରିଖ ପାଇଯାଇଛନ୍ତି ସେମାନେ ବହୁତ ଖୁସି। ସେମାନେ ତାଙ୍କ ଟଙ୍କା ଠିକ କାମରେ ଲଗାଇ ପାରନ୍ତି, ଲଗାଇବେ ବୋଲି ଆଶା ଅଛି। ଯଦି ସେହି ଟଙ୍କା ଠିକ କାମରେ ବ୍ୟବହାର କରିବେ, ସରକାର ପୁଣି କହିଛନ୍ତି ଯେ ଆଉ 500 ଟଙ୍କା ଆପଣମାନଙ୍କୁ ଏକ୍ସଟ୍ରା ମିଳିବ। କ'ଣ ନା ଯଦି ଆପଣଙ୍କର 50,000 ଟଙ୍କା ଆପଣ ଉପଯୁକ୍ତ କାମରେ ଲଗାଇଛନ୍ତି, ବିଜନେସ୍ କରୁଛନ୍ତି କିମ୍ବା ଛୋଟ ବଡ଼ ଆଉ କିଛି କାମ କରୁଛନ୍ତି, ତାହେଲେ ଆପଣଙ୍କୁ 500 ଟଙ୍କା ସରକାର ବୋନସ୍ ଦେବେ। ତେଣୁ ସେଇ ଟଙ୍କାକୁ ଉପଯୁକ୍ତ କାମରେ ଲଗାନ୍ତୁ। ଦେଖନ୍ତୁ, ଆଉ ଗୋଟେ କଥା କହିବି, ଏବେ ୟୁଟ୍ୟୁବରେ ଘୁରି ବୁଲୁଛି ସୁଭଦ୍ରା ଯୋଜନାର ଲିଷ୍ଟ। ଦେଖନ୍ତୁ, ଏପର୍ଯ୍ୟନ୍ତ କୌଣସି ଲିଷ୍ଟ ଜଣାପଡ଼ି ନାହିଁ, କେହି ବାହାର କରିନାହାନ୍ତି। ଏହା ଗୋଟେ ମିଛ ଲିଷ୍ଟ। ମିଛ ଲିଷ୍ଟକୁ ଆପଣ ଦେଖୁଛନ୍ତି। ଯେପର୍ଯ୍ୟନ୍ତ ଲିଷ୍ଟ ବାହାରି ନାହିଁ, ଆପଣଙ୍କର ପେଣ୍ଡିଂ ସକ୍ସେସଫୁଲ ନା ପେଣ୍ଡିଂ ରହିଛି ଆପଣଙ୍କର ଷ୍ଟାଟସ୍,
ତାହା ନିହାତି ଆପଣଙ୍କୁ ଆଗକୁ ଜଣେଇବି। ଭିଡ଼ିଓର କମେଣ୍ଟ ବକ୍ସରେ କମେଣ୍ଟ କରନ୍ତୁ। ରହିଲି, ଜୟ ଜଗନ୍ନାଥ।